ତାକୁ କୁହାଯାଏ। କଣ ହେଲା? ହ୍ୟାଲୋ। ହଁ। ଅଷ୍ଟାଦଶ ଶ୍ଲୋକୀ ଗୀତା। ଅଷ୍ଟାଦଶ ଶ୍ଲୋକୀ ଗୀତା। ଆଜ୍ଞା। ସେଇଟା ମୁଁ ଗୋଟେ ଜେନେରାଲ ନଲେଜ ବହିରୁ ଥରେ ପରୀକ୍ଷା ଆମେ ସେ ଛୋଟ ପିଲା ଜଣେ ଦଉଥିଲା ତ ସେଥିରେ କୋଶ୍ଚିନ୍ ଟା ପଳେଇଯାଇଛି। ମୁଁ ଆଉ ଜାଣିପାରିଲିନି ତାର କୋଉଠୁ କଣ ଭେଦ ମୁଁ କିଛି ପାଇଲିନି। ଅଷ୍ଟାଦଶ ଶ୍ଲୋକୀ ଗୀତା ଆଜ୍ଞା ଆମର 18 ଅଧ୍ୟାୟର ଗୋଟିଏ ଗୋଟିଏ ଶ୍ଲୋକକୁ ମିଶେଇ ଦେଲେ ଅଷ୍ଟାଦଶ ଶ୍ଲୋକୀ ଗୀତା। ଆମର ଯୋଉ ପୁରୁଣା ଆଜ୍ଞା ଯୋଉ ବିହାରଲାଲ ଗୀତା ଅଛି ଆଜ୍ଞା ସେ ବିହାରଲାଲ ଗୀତାରେ ତମେ ଦେଖିବ ପ୍ରତି ଅଧ୍ୟାୟର ଗୋଟିଏ ଲେଖା ଶ୍ଲୋକ ଅଛି ସାରାଂଶ ଗୋଟିଏ ଶ୍ଲୋକରେ। ତେଣୁ 18ଟା ଶ୍ଲୋକର 18ଟା ଅଧ୍ୟାୟର 18ଟା ଶ୍ଲୋକ ସେଥିରେ ଲେଖା ହେଇକି ଅଛି। ସେଇଆକୁ ଅଷ୍ଟାଦଶ ଶ୍ଲୋକୀ ଗୀତା କହୁଛନ୍ତି ଆଉ କଣ। ଓହୋ ଆଉ ମୁଁ କହୁଛି ଆମେ ତ ଏଇଠି ଗୀତା ବହି ପଢୁଛେ ହଁ ଶ୍ଲୋକରେ ହାତ ଶତା ଅଛି ଆଉ ଅଷ୍ଟାଦଶ ଶ୍ଲୋକୀ କଣ ମୁଁ ସେଇଥିପାଇଁ ଟିକେ ଘାବୁରିଲି। ଅଷ୍ଟାଦଶ ଶ୍ଲୋକୀ ମାନେ ପ୍ରତି ଅଧ୍ୟାୟର ସାରାଂଶ ଗୋଟିଏ ଶ୍ଲୋକରେ ସେ କରିଛନ୍ତି ମହାତ୍ମା ପଣ୍ଡିତ ମାନେ କରିଛନ୍ତି। ଆଜ୍ଞା ସେଇଟା ଆଜ୍ଞା ତେଣୁ ଆଜ୍ଞା ସେଇ ଗୀତାକୁ ତମେ ପଢିଲେ ଦେଖିବ ଆଜ୍ଞା 18 ଅଧ୍ୟାୟର 18ଟା ଶ୍ଲୋକ ଅଛି। ଏବଂ ମାନେ ଏଇ ସାଧାରଣ ବହିରେ ନାହିଁ ଏଇ ଯୋଉ ଗୀତା ବହିରେ ନାହିଁ। ନାଇଁ ସେ ବିହାରଲାଲ ଗୀତାରେ ଅଛି। ତେଣୁ ତମେ ତାକୁ ଯଦି ଦେଖିବ ପୁରୁଣା ବିହାରଲାଲ ଗୀତା ସେଥିରେ 18 ଅଧ୍ୟାୟରେ 18ଟା ଶ୍ଲୋକ ଲେଖା ହେଇଛି ଏବଂ ପ୍ରତି ଶ୍ଲୋକ ଗୋଟିଏ ଅଧ୍ୟାୟର ସାରାଂଶ ତାକୁ ମିଶେଇ ଦେଲେ ଅଷ୍ଟାଦଶ ଶ୍ଲୋକୀ ଗୀତା ବୋଲିକି କୁହାଯିବ। ଆଜ୍ଞା ଗୀତା ଏଇ ବିହାରଲାଲ ଗୀତା ଗୁରୁଜୀ ମିଳିବ ମାର୍କେଟରେ? ହଁ କୋଉଠି ମିଳିବ କରିବ ମୋ ପାଖରେ ବି ଅଛି ସେ ପୁରୁଣା ବହି କାହା ପାଖରେ କୋଉଠି ଥିବ ଯଦି ମିଳିବ। ବିହାରଲାଲ ଗୀତା ବି ଆମର ଦେଖିଲେ କଟକ ଫଟକରେ ଯୋଉମାନେ ସବୁ ଅଛନ୍ତି ତାଙ୍କୁ ପଚାରିଲେ ବିହାରଲାଲ ଗୀତା ଥିବ। ତାକୁ ଆଜ୍ଞା ଦେଖିଲେ ସେଇଠି ଦେଖା ଆପଣଙ୍କ ହେଇପାରିବ। ପାଖରେ ସେ ଗୁରୁଜୀ ଯୋଉଟା ଅଛି ମୋଟା ନା ପତଳା? ନାଇଁ ମୋଟା ପତଳା କାହିଁକି ହବ। ସବୁ ସାଂସ୍କୃତିକ ଅଛି ନା ଓଡିଆ ଅଛି? ନା ସାଂସ୍କୃତିରେ ଅଛି ଓଡିଆ ବି ଅଛି। ସାଂସ୍କୃତି ସଂସ୍କୃତ ମାନେ ଶ୍ଲୋକକୁ ସଂସ୍କୃତରେ ବ୍ୟାଖ୍ୟା କରାହେଇଛି ଓଡିଆରେ ବି ବ୍ୟାଖ୍ୟା କରାହେଇଛି। ଆଉ ସେଇଟା ତ ହେଲେ ଭଲ ହବ ମୁଁ ଟିକେ ହୁଁ ସର୍ଚ୍ଚ କରିବି ସେ ବିହାରଲାଲ ଗୀତା ଟା କେମିତିଆ କଣ ହଁ ଦେଖିବା। ଦେଖିବ ଆଉ। ଆଉ ଗୋଟେ ଗୁରୁଜୀ କୋଶ୍ଚିନ୍ ମୋର ହୁଁ ବର୍ତ୍ତମାନ ଆମେ ଭଗବାନଙ୍କୁ ଆମେ ଡାକୁଛେ ହୁଁ ବର୍ତ୍ତମାନ ଭଗବାନଙ୍କୁ ଡାକୁଛେ ଆପଣ ଯୋଉ କଥା ଏଇ ପୂର୍ବ ଲେସନରେ କହିଛନ୍ତି କର୍ମ ଠିକ ଶୁଦ୍ଧି କରିକରି କର୍ମ କର ହୁଁ ଆଉ ମୁଁ ତ ମାନବ ଜନ୍ମ ପାଇଛି ମୁଁ ତ କିଛି ଶୁଦ୍ଧି କୋଉ ଜିନିଷ ଟା କଣ ମୁଁ ତ କିଛି ଜାଣିପାରୁନି ଆପଣ ଯେମିତି କହିଥିଲେ ହୁଁ ଯେମିତି ଗୁରୁ ଯୋଉ କହିଛନ୍ତି ମୁଁ ତ କହୁଛି ମୁଁ ତ ସେଇ ତ ସେଇ ହୁଁ ତେଣୁ ମୁଁ ଆଉ ଠିକ ଟା ମୁଁ ଜାଣିପାରୁନି। ହୁଁ କୋଉ ଜିନିଷ ଟା ଠିକ କୋଉ ଜିନିଷ ଟା ଭୁଲ କଣ ମୋ ମନ ଯାହା ଶୁଣ ହଉଛି ମୁଁ କରିଚାଲିଛି। ସଦ୍ଗୁରୁଙ୍କ ଦତ୍ତ କର୍ମ କଲେ ଆଜ୍ଞା ତମର ଯେତେବେଳେ ଜ୍ଞାନ ଚକ୍ଷୁ ଖୋଲିଯିବ ଆଜ୍ଞା ସେତେବେଳେ ତମେ ନିଜେ ଜାଣିପାରିବ ସବୁ କଥା ଗୁଡାକ ସବୁ କ୍ଲିଅର ହେଇଯିବ। ହେଲା ଆଜ୍ଞା କୁଣ୍ଡଳିନୀ ଜାଗ୍ରତ ହେଇଗଲେ ତମର ଜ୍ଞାନ ସାଧନା କରୁ କରୁ ଜ୍ଞାନ ଯେତେବେଳେ ଚକ୍ଷୁ ଖୋଲିଯିବ ସେତେବେଳେ ଆଜ୍ଞା। ତମେ ସବୁ ଜାଣିପାରିବ ଏବେ ଖାଲି ଅନ୍ଧାରେ ଅଣ୍ଡାଳି ହଉଥିବ। ଖାଲି ପା ଅନ୍ଧାରେ ସାର ମୁଁ ବୁଲୁଛି ମୁଁ ଖାଲି ହଁ ଅନ୍ଧାରେ ଖାଲି ଗାଡି ବୁଲେଇଲା ହଁ ଭଳିଆ ବୁଲୁଛି। ନାଇଁ ସଦ୍ଗୁରୁ ଦତ୍ତ କର୍ମ କର କରି କରିକି ଚାଲ ପୁଣ୍ୟ କର୍ମ କରିବ ସଦ୍ଗୁରୁ ଦତ୍ତ କର୍ମ କରିବ ଏଗୁଡା ସବୁ କଲେ ଧୀରେ ଧୀରେ ତମର ସବୁ ଗୁଡାକ ପାଇଯିବ। ଆଜ୍ଞା କରିପାରିବେ ଯଦି ହବ ହବନି କାହିଁକି। ନାଇଁ କଣ ଏତେ କଷ୍ଟ? କଷ୍ଟ କିଛି ନୁହେଁ କଷ୍ଟ କିଛି ନୁହେଁ ତମେ ନିଜ ମନକୁ ସଂଯମ କରିକି କରିବ ଆଉ। ସଂଯମ ଅଭ୍ୟାସରେ ପଡିଲେ ଚାଲିବ ଆଉ। ହଁ ସେ ବ୍ରହ୍ମଚର୍ଯ୍ୟ ପାଳନ କରି ଆଜ୍ଞା ଯମ ନିୟମ ଆସନ ପ୍ରାଣାୟାମ ପ୍ରତ୍ୟାହାର ଏଗୁଡା ସବୁ କଲେ ଆଜ୍ଞା। ଏଟା ଚାଲିବ ହବନି କାହିଁକି। ଆଉ ଗୋଟେ ଗୁରୁଜୀ କୋଶ୍ଚିନ୍ ଏଇଟା ତ ଆପଣଙ୍କ ପାଖକୁ ଗଲେ ଆରାମସେ ହେଇଯିବ ମୁଁ ଜାଣିଛି। ହଁ ଆପଣ ପାଖକୁ ଗଲା ମାନେ ସବୁ କାମ ହେଇଯିବ ହୁଁ କିଛି ଦରକାର ନାହିଁ ମୋ ମନ ଆଉ ଏତେ ହବଡ ହବା ଦରକାର ନାହିଁ ଜାଗା ଉପରୁ ପଳେଇଲେ ସବୁ ହେଇଯିବ ମୋର ହୁଁ ବିଶ୍ୱାସ ସେତିକି ଅଛି। ହୁଁ ଆପଣଙ୍କୁ ମୁଁ ହୃଦୟରୁ ସହିତ ଭଲ ପାଏ ହଉ ବହୁତ ଭଲ ପାଏ ମୁଁ ଆପଣଙ୍କୁ ଡାଇରେକ୍ଟ ଖୋଲିକି କହୁଛି ମୁଁ କିଛି ବୋ ଏଥିରେ ଗର୍ବ କରିବା କଥା ନାଇଁ କି ଯିଏ ଭାବିବ କହିବ ନାଇଁ ତାଙ୍କ ସହିତ କଥା ହଉଛି ବୋଲି କହୁଛି ନା ନା ସେମିତି ନା ହଉ ନାଇଁ ମୁଁ ଭାରି ଖୁସି ହେଲି ହଁ ମୁଁ ଗୁରୁଜୀ ମୁଁ ଗର୍ବ କରିକି କହୁନି ମୁଁ ଆଜି କହିବି ହୁଁ କିଏ ଫୋନ କରିକି ଶୁଣୁଥିବ ଯଦି କହିବ କିଏ ଫୋନ କରିଛି ବୋଲି ତାଙ୍କୁ ଟେକିକି କହୁଛି ନା ସେମିତି ହୁଁ ନାହିଁ ହୁଁ ସେମିତି ନାହିଁ ମୋର ଯୋଉ ଆଧ୍ୟାତ୍ମିକ ଚେତନା ଭିତରେ ମୁଁ ଯେତିକି ଜାଣିଛି ମତେ ଯେତିକ ଏଠି ଅଛନ୍ତି ଗୁରୁ ଅଛନ୍ତି ମୁଁ ଯାଇଛି ପୁରୀ ଆଶ୍ରମକୁ ଯାଇଛି ସେତିକି ଆମର ଯୋଉ କେଶ ବାବା ଆଶ୍ରମ ଜାଣିଛନ୍ତି ହୁଁ
ହଁ ସେଠିକି ଯାଇଛି। ଦୀକ୍ଷା ଜ୍ୟୋତି ଦିବ୍ୟ ଜ୍ୟୋତି ନା କଣ ତାଙ୍କର କୀର୍ତ୍ତି ଜ୍ୟୋତି ସେଠିକି ଯାଇଛି। କେନ୍ଦ୍ରାପଡା ଯାଇଛି। ଏଠି ବିଭିନ୍ନ ପ୍ରକାର ଆଶ୍ରମକୁ ଯାଇଛି। ମାନେ ତାଙ୍କ ଆଶ୍ରମ ଭିତରେ ମତେ କୌଣସି କଥା ଗୋଟେ କନସୋଲେଟ ମୋ ହୃଦୟକୁ ଛୁଇଁଲା ଲାଗି ବାଜିଲାନି। ମାନେ ସାଇଣ୍ଟିଫିକ ରେ ବାଜିଲାନି କି ଆଧ୍ୟାତ୍ମିକ ରେ ବାଜିଲାନି, ବାଜିଲା ନାହିଁ। ମତେ ଆପଣଙ୍କୁ ଗୋଟିଏ ଜିନିଷ ମୁଁ ଏଇଥିରେ ଆପଣ ପୁରା ଖୁସି ହେଇଗଲି, ପୁରା ଖୁସି ହେଇଗଲି। ମୁଁ ରାତିରେ ବାଇଆ ହେଇଗଲି। ଆପଣ ସେ ଯୋଉ ରେକର୍ଡିଂ ଟା ମତେ ପଠେଇଛନ୍ତି, ଯୋଉ ଲେସନ ଟା 16 ମିନିଟିଆ ଲେସନ, ଯୋଉଟା ଗୃହସ୍ଥ ଜନ୍ମକୁ ପ୍ରତ୍ୟେକ ମୁଁ ଦେଖିଲିଣି, ପ୍ରତ୍ୟେକ ବାବାଜୀ ଯିଏ ବୈଷ୍ଣବରେ ଅଛନ୍ତି, ସେ ଗୃହସ୍ଥ ଜନ୍ମ ମାନଙ୍କୁ ବହୁତ ଲୋକଙ୍କୁ ଘୃଣା କରନ୍ତି। ବହୁତ ଲୋକ ଗୁରୁଜୀ, ମୁଁ ଆପଣଙ୍କୁ ଖୋଲି କହୁଛି, ଆପଣ ତ ସେଇ ମାଧ୍ୟମରେ ଅଛନ୍ତି, ବହୁତ ଏଠି ଅଛନ୍ତି, ଆସିବେ ଘୃଣା କରିବେ, ତା ଘରେ ଖାଇବେ, ପାଣି ଛୁଇଁବେନି, ତାକୁ ଏମିତି କହିବେ, ତାକୁ ସେମିତି କହିବେ। ଆପଣ ସେଠି ଆଖିଟା ଫିଟେଇ ଦେଇଛନ୍ତି ମୋର, ମତେ ପୁରା ଆନନ୍ଦ ସେ ଜିନିଷ। ମୁଁ ସେତିକି ମନେ, ମୁଁ ଆପଣଙ୍କୁ କାଲି ମାଇଣ୍ଡରେ ମୋର ସ୍ୱପ୍ନରେ ଘଟିକିନି ଦେଖିଥିଲି। ମାନେ ମୁଁ ଆପଣଙ୍କୁ କହିଲା ରୁମ ମୋର ଟାଙ୍କୁରି ଉଠୁଛି। ମୁଁ ସତ୍ୟ ମୁଁ କହିଲି ଇଏ ହଉଛି ପ୍ରକୃତ କୃଷ୍ଣ। ମୋ ଆଖିରେ ଯେମିତି ଝାଲସା ବାହିଲା। ଆପଣ ତ ଯୋଉ ମାନେ ଦାଢି ରଖିଛନ୍ତି, ଆପଣଙ୍କ ଗ୍ଲେଜ ତ ଛାଡ କହିଲେ ନ ଚଳେ। ପଟକିନି ମାଇଣ୍ଡରେ ପଳେଇଲା ରାତି 3ଟା 3:30 ବେଳେ ବ୍ରହ୍ମମୁହୂର୍ତ୍ତ ଟାଇମ ରେ। ମୁଁ ତ ସବୁଦିନ ସେ ଗୀତାର ଏକାଦଶ ସ୍କନ୍ଧ ଟା ମୁଁ ଶୋଇକି ବୋଲିକି ଶୁଏ ସବୁଦିନ। ସେଇ କଥା ମନେ ଘଡିକିନି ମାଇଣ୍ଡରେ ପଳେଇଲା। ମୁଁ କହିଲି ଏମିତି ମୁଁ ପୁଣି ରାତି 3ଟାରେ ଦେଖି 4ଟାରେ ଉଠିକି ପଢିଲି। ମାନେ ଏତେ ବଳ ମୋର ପଳେଇଲା। ବଳ ପଳେଇଲା। ମୁଁ ତାପରେ ସକାଳୁ ମୋ ମନରେ ଗୋଟେ କୋଶ୍ଚିନ୍ ଗୁରୁଜୀ ଆସୁଛି, ଆପଣ ଟିକେ ବେଶୀ ବିରକ୍ତି ହେବେନି, ମୁଁ କାଳେ କୋଶ୍ଚିନ୍ ଟା କଣ କହୁଛି, କାଳେ ବିରକ୍ତି ହେଇଯିବ, ମୋର ଜ୍ଞାନ ଟିକେ କମ, ମୋର ଏତେ ଜ୍ଞାନ ନାହିଁ, ମୁଁ ଆପଣଙ୍କୁ ସେଇଥିପାଇଁ ପଚାରୁଛି। ମୁଁ ବେଳେ ବେଳେ ମାନେ ଭଗବାନ ଅଛନ୍ତି ସବୁ ଜାଗାରେ, ସବୁଆଡେ ବିଦ୍ୟମାନ ଅଛନ୍ତି, ସବୁଆଡେ ସବୁ କ୍ଷେତ୍ରରେ ଅଛନ୍ତି, ପାଣିରେ ପବନରେ ସବୁଆଡେ ଅଛନ୍ତି। ଆମର ପଞ୍ଚଭୂତ ଶରୀର ଦେହରେ ତିଆରି ହେଇଛୁ, ଆମେ ତିଆରି ହେଇଛୁ, ମାଟି ପାଠ ସବୁ ଯାକ ତିଆରି ହେଇଛନ୍ତି। ତାଙ୍କର ଦିନକୁ ଦିନ ସବୁବେଳେ ଚେଞ୍ଜ ବୋଲି ଜିନିଷଟା ଅଛି। ମାଟି ପଥର ହଉଛି, ମାଟି ପଥର ହଉଛି, ପବନ ବି ଗୋଟେ ଜାଗାରୁ ଆଉ ଗୋଟେ ଜାଗାକୁ ଯାଉଛି, ପାଣି ବି ଉଞ୍ଚୁରୁ ଖାଲକୁ ଗଡୁଛି, ଆକାଶ ବି ଚେଞ୍ଜ ହଉଛି, ପୃଥିବୀ ବି ଚେଞ୍ଜ ହଉଛି, ସୂର୍ଯ୍ୟ ବି ଚେଞ୍ଜ ହଉଛନ୍ତି। ଏତିକି ଜିନିଷ ଯେତେବେଳେ ହେଲା, ତେଣୁ ମୁଁ ଭଗବାନଙ୍କୁ ମାନେ ପରମାତ୍ମା ଯୋଉ ଅଛନ୍ତି, ମୁଁ ଯଦି ଆମ ସନାତନ ଧର୍ମରେ ଯଦି ଲୋକମାନଙ୍କ ଯାହା ବାପା ମା ଭଲ ମନ୍ଦ କତରୁ ମୁଁ ଶିଖିଛି, ଜଗନ୍ନାଥ ଅଛନ୍ତି, ଚତୁର୍ଦ୍ଧାମୂର୍ତ୍ତି ଅଛନ୍ତି, କୃଷ୍ଣ ଅଛନ୍ତି, ବଳରାମ ଅଛନ୍ତି, ସମିତାନୀ, ମୁଁ ତାଙ୍କୁ ବି ନମସ୍କାର କରେ, ତାଙ୍କୁ ବି ଆଜି ପର୍ଯ୍ୟନ୍ତ ମାନିକି ଚାଲୁଛେ ଆମେ। ତାଙ୍କୁ ଗୋଟେ ଦୃଷ୍ଟିରେ ଦେଖୁଛେ, ନମସ୍କାର ଟି ଆମେ କରୁଛେ, ସାଡେ ଅଛନ୍ତି ସେଠି ପଞ୍ଚଭୂତର ଜିନିଷ ଆଖି ଆଗରେ ଥୁଆ ହେଇଛି। ପଞ୍ଚଭୂତ ତ ସବୁ ଯାକ ଆମକୁ ଇଫେକ୍ଟ ପକଉଛି ନା, ସେଇ ଆଉ କିଏ କରୁଛି କି, ସେଇ ଇଫେକ୍ଟ ପକଉଛି। ତେଣୁ ତାଙ୍କୁ ନମସ୍କାର କରିକି ଭାବିବାଟା ପଞ୍ଚଭୂତ ଟା ଠିକ ନା ଭଗବାନ ସେ ଯୋଉ ପଥର ମୂର୍ତ୍ତି ଟାକୁ ଭାବିବାଟା ଠିକ? ଗୋଟେ କଥା ଅଛି ଶୁଣ, ଏଇ ଯୋଉ ପଥର ମୂର୍ତ୍ତିରେ ଆମେ ଭଗବାନ ବୋଲିକି ଭାବୁଛନ୍ତି କି କୃଷ୍ଣ, ହରି, ରାମ, ନାନାଦି ଜଗନ୍ନାଥ ଇତ୍ୟାଦି ମୂର୍ତ୍ତି ସବୁ କରିଛନ୍ତି। ଏଇ ମୂର୍ତ୍ତିର କଳ୍ପନା କେବଳ ହିନ୍ଦୁ ଜାତିରେ ଅଛି। ଆଜ୍ଞା। ଆକୁ ଛାଡ଼ିଦେଲେ ମୁସଲିମ ମାନଙ୍କର ନାହିଁ, ଖ୍ରୀଷ୍ଟିଆନ ମାନଙ୍କର ନାହିଁ, ଅନ୍ୟ ମାନଙ୍କର ନାହିଁ। କିନ୍ତୁ ସେଇ ଯୋଉ ଅଛି ତାର କାରଣ କଣ ନା, ଇଏ ସବୁ ସାଧନର ଗୋଟିଏ ଗୋଟିଏ ମାର୍ଗ। ଏଇ ସାକାର ମାର୍ଗକୁ ଧରିକି ତମେ ଯାଇ ନିରାକାରକୁ ପାଇବ। ସେଇ ସକାଶେ ଏଗୁଡା ସବୁ କରାହେଇଛି। ନମସ୍କାର କଲେ କିଛି ଭୁଲ ନାହିଁ, ନ କଲେ ବି କିଛି ତମର କ୍ଷତି ନାହିଁ। ତେଣୁ ଗୋଟିଏ କଥା ହଉଛି, ତମେ ଯଦି ଆତ୍ମଜ୍ଞାନ ଠିକ କରିବ, ନିଜ ଭିତରେ ଯୋଉ ଆତ୍ମା ହଉଛନ୍ତି ପ୍ରକୃତ ଠାକୁର, ଏମାନେ ସବୁ ହଉଛନ୍ତି ତାର ସବୁ ପ୍ରତିମୂର୍ତ୍ତି। ମୁଁ ଗୋଟେ ଉଦାହରଣ ଦଉଛି ଦେଖ, ଗୋଟିଏ ମାଟି ମେଜେ ଚକଟିକି ନେଇଆ, ତାକୁ ନେଇକି ପୁଣି ଗୋଟେ ମୂର୍ତ୍ତି ତିଆରି କରିଦେ। ସେ ମୂର୍ତ୍ତିଟା ମାଟିରେ ହିଁ ତିଆରି ହେଲା, ହେଲେ ତାର ମୂଳ ଜିନିଷଟା କିଏ? ସେ ମାଟି ନା ଆଉ ମାଟି। ବାସ ସେଇଭଳି ପ୍ରକାର ଆମର ଯେତେ ପ୍ରକାର ସାକାର ଦେବତା ଦେବା ଦେବୀ ସବୁ ଅଛନ୍ତି 33 କୋଟି, ସେମାନଙ୍କର ମୂଳ ଦେବତା ହଉଛନ୍ତି ଆତ୍ମା। ଆତ୍ମା ଠାରୁ ସେ ସବୁ ବିକୃତ ହେଇକି ବାହାରିଛି। ଆଉ ଗୋଟିଏ କଥା ମନେ ରଖ, ଏ ଯୋଉ ରାମ, କୃଷ୍ଣ, ହରି, ଜଗନ୍ନାଥ, ଇଏ ସବୁ ଆମ ମାନଙ୍କର କଳ୍ପିତ ମୂର୍ତ୍ତି। ଆମେ ସବୁ କଳ୍ପନା କରିକି ହିଁ କରିଛନ୍ତି। କାହିଁକି କରିଛନ୍ତି ନା, ତାଙ୍କର କିଛି କାରଣ ଅଛି। ତାକୁ ସାଧନା ମାର୍ଗରେ ଆମେ ଗତି କରିବା ପାଇଁ ଏଇ ମୂର୍ତ୍ତିର ସବୁ କଳ୍ପନା କରାହେଇଛି ହେଲା। କିନ୍ତୁ ନିର୍ବିକଳ୍ପ ହଉଛନ୍ତି ଆତ୍ମା, ତାଙ୍କର ମୂର୍ତ୍ତି ନାହିଁ, ସେ ନିରାକାର। କିନ୍ତୁ ଗୀତାରେ ପୁଣି ଆଉ ଗୋଟେ ଜାଗାରେ ଲେଖା ହେଇଛି, ଅବ୍ୟକ୍ତା ହିଁ ଗତିରେ ଦୁଃଖଂ ଦେହ ପଦ ବିରୂପାପେତେ। ଅବ୍ୟକ୍ତ କାମୀ ଠାକୁରଙ୍କୁ ଆମେ ଦେହଧାରୀ ଲୋକମାନେ
ଯଦି ଆମେ ଚିନ୍ତା କରିବା ବହୁତ ଦୁଃଖ କଷ୍ଟ ସହିବାକୁ ପଡିବ। କିନ୍ତୁ ଆମେ ଯଦି ଅବ୍ୟକ୍ତ ଠାକୁରଙ୍କୁ ଯଦି ଆମେ ଉପାସନା କରିବା, ନିରାକାର ମୂର୍ତ୍ତି କି ଯଦି ଆମେ ଉପାସନା କରିବା, ଆମକୁ ବହୁତ ଦୁଃଖ କଷ୍ଟ ସହିବାକୁ ପଡିବ। କିନ୍ତୁ ସାକାର ମୂର୍ତ୍ତି କି ଧରିଲେ ସଙ୍ଗେ ସଙ୍ଗେ ଆମେ ତା ସ୍ଥାନରେ ପହଞ୍ଚିଯିବା। ମୁଁ ଆଉ ଗୋଟେ ଉଦାହରଣ ଦଉଛି। ତମେ ଗୋଟେ ପଡିଆରେ ଛିଡା ହୁଅ, ତମ 5 ଫୁଟ ଦୂରରେ ଗୋଟେ ଖମ୍ବ 6 ଫୁଟ ଉଚ୍ଚାରେ ପୋତି ଦିଅ। ପୋତିବ ନାଇଁ, ଭାବ ତମେ ଛିଡା ହେଇଛ, ତମ ସାମ୍ନାରେ 5 ଫୁଟ ଦୂରରେ ଗୋଟେ 6-7 ଫୁଟ ଉଚ୍ଚାରେ ଗୋଟେ ଖମ୍ବ ପୋତା ହେଇଛି। ଖମ୍ବ ଉପରେ ଗୋଟିଏ ଜିନିଷ କିଛି ଥୁଆ ହେଇଛି ଏବଂ ତମେ ସେଇଆକୁ ଲକ୍ଷ୍ୟ କରିକିରି ତମେ ତୀର ମାର। ଆଚ୍ଛା, ସେଠି ତ ଖମ୍ବ ନାହିଁ, ଜିନିଷ ନାହିଁ, ଦୂରତା ନାହିଁ, ତମେ କଳ୍ପନା କରିକି ମାରିପାରିବ କି? ମାରିବ ନା। କିନ୍ତୁ ତମେ ଯଦି ଗୋଟେ ଖମ୍ବ 5 ଫୁଟରେ ପୋତି ଦେଇକି 6 ଫୁଟ 7 ଫୁଟ ଉଚ୍ଚାରେ ଗୋଟେ ଜିନିଷ ଥୋଇଦବ, ସଙ୍ଗେ ସଙ୍ଗେ ତୀରଟାକୁ ମାରିବ। ସେଇଟା ହଉଛି ସାକାର ଚିନ୍ତାଧାରା। ପ୍ରଥମେ ଯୋଉଟା କହିଲି ସେଟା ହେଲା ନିରାକାର ଚିନ୍ତାଧାରା। ବୁଝିଲେ କି? ନିରାକାର କିଛି ଆକାର ନାହିଁ, ତମେ ଧ୍ୟାନ କରିବ, ଶୂନ୍ୟ ଧ୍ୟାନ କରିବ, ହଠାତ୍ ହେବା କଷ୍ଟ ଭାରି। କିନ୍ତୁ ତମେ ଗୋଟେ ମୂର୍ତ୍ତି କି ଧ୍ୟାନ କଲେ ସଙ୍ଗେ ସଙ୍ଗେ ଧ୍ୟାନ କରିଦବ। ଆଉ ଗୋଟେ ଉଦାହରଣ ମୁଁ ଦଉଛି। 2ଟା ଘର ଠିକ କର, ମନ ଲାଗିବନି ଜମା ନିରାକାରରେ। ବାସ୍, ନିରାକାରରେ ହଠାତ୍ ଭକ୍ତି ବିଶ୍ୱାସ ଆସିବ ନାହିଁ, ସ୍ୱରୂପ ଜଣା ପଡିବନି। ସେଇଥିପାଇଁ ସାକାର ମୂର୍ତ୍ତି କି ଧରିକି ନିରାକାରକୁ ଯାଆନ୍ତି। ତମେ ସିଡିଟାରେ ନ ଚଢିକି ନଡିଆଟାକୁ ତୋଳିବ କେମିତି? ତେଣୁ ସାକାର ମୂର୍ତ୍ତି ଗୁଡିକ ହଉଛି ସିଡି ସଦୃଶ। ତାକୁ ତାକୁ ଆଶ୍ରୟ କରିକି ତମେ ନିରାକାରକୁ ଯିବ। ସାକାର ମୂର୍ତ୍ତି ଧ୍ୟାନ କରୁ କରୁ ତମେ ନିରାକାର ମୂର୍ତ୍ତି କି ଯିବ। ଆଉ ଗୋଟେ ଏକ୍ସାମ୍ପଲ ଦଉଥିଲେ କହୁଥିଲେ ଆପଣ। ହଁ, ଆଉ ଗୋଟେ ଏକ୍ସାମ୍ପଲ ସେଇ ତ ସାକାର ନିରାକାର ମୂର୍ତ୍ତିର ଧ୍ୟାନ। ଆମର ନିଗମାନନ୍ଦ କହିଛନ୍ତି, ଶଙ୍କରେର ମତ ଗୌରାଙ୍ଗେର ପଥ। ଶଙ୍କରେର ମତ ମାନେ ଶଙ୍କରାଚାର୍ଯ୍ୟ କହୁଛନ୍ତି ନିରାକାରବାଦ, ଗୌରାଙ୍ଗ ମହାପ୍ରଭୁ କହୁଛନ୍ତି ସାକାରବାଦ। ତେଣୁ ସିଏ କହୁଛନ୍ତି, ନିଗମାନନ୍ଦ କହିଲେ, ତମେ ଯେତେବେଳେ ଯିବ ଗୌରାଙ୍ଗ ମହାପ୍ରଭୁଙ୍କ ମତକୁ ସମର୍ଥନ କରିବ, ଅର୍ଥାତ୍ ସାକାର ମତକୁ ସମର୍ଥନ କରିବ। ସାକାର ବାଟରେ ତମେ ଯିବ, କିନ୍ତୁ ସମର୍ଥନ କଲା ବେଳକୁ ନିରାକାରକୁ ତମେ ଭାବିବ। ତେଣୁ ସାକାରରେ ଯିବ, ନିରାକାରକୁ ଲକ୍ଷ୍ୟ ରଖିଥିବ। ଏଇଟା ହଉଛି ଠିକ କଥା। ତେଣୁ ଆତ୍ମାକୁ ଲକ୍ଷ୍ୟ କରିଥିବ, ସାକାର ପୂଜା କରିବ। ଏଇଟା ହଉଛି ଆମର ବି ସେଇଟା ହଉଛି ପଥ ଆମ ଗୁରୁଙ୍କର। ତେଣୁ କଲେ ତମେ ଧୀରେ ଧୀରେ ଯାଇକି ପହଞ୍ଚିବ ଠିକ ବାଟରେ। ଯେତେବେଳେ ମାଇଣ୍ଡ ଗଡବଡ ହଉଥିବ ପୁଣି ସାକାରକୁ ଆଉଥିବ। ସେ ଆସିଲେ ସୁଦ୍ଧା ସେଥିରେ ଅଛି, ବାଟ ଅଛି, ସେ ଧୀରେ ଧୀରେ ସ୍ଥିର। ତ ପ୍ରାକ୍ଟିସ ମେକ୍ ମାଇଣ୍ଡ ପରଫେକ୍ଟ। ଅଭ୍ୟାସ ଯୋଗ ଯୋଗୁତେନ ଚେତସା ନାନ୍ୟଗାମିନା ପରମଂ ପୁରୁଷଂ ଦିବ୍ୟଂ ଜାତି ପାର୍ଥାନୁଚିନ୍ତୟନ୍। ଅଭ୍ୟାସ ଯୋଗରେ ଅଭ୍ୟାସୀ ଚିତ ଏକାଗ୍ର ବଳେ, ସେ ଦିବ୍ୟ ପରମ ପୁରୁଷ ଜୀବ ଲଭ। ଅଭ୍ୟାସ ନ କଲେ କେମିତି ହବ? ଧୀରେ ଧୀରେ ଅଭ୍ୟାସ କରି ପ୍ରାକ୍ଟିସ କରି କରିକିରି ସବୁ କାର୍ଯ୍ୟକୁ ଆମେ ସିଦ୍ଧି କରିବା। ଆଉ କର୍ମ ନ କଲେ ଏଠି ଫଳ ମିଳିବ କି? କେବେ ବିଶ୍ୱାସ ନ କର, ଭାତ 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 କହିଲେ କି ପୁତ ଖୋଦାକୁ ହେବ ଦୂର। ତେଣୁ କର୍ମଚର୍ଯ୍ୟା ଗୁରୁ ସୂତ୍ର ଧାରଣ କରିକି ଆଗେ କର୍ମ କରିଚାଲ। ଆଉ ପ୍ରଶ୍ନ ପଚାରିବା ପାଇଁ ପଡିବନି, ପ୍ରଶ୍ନ ହୃଦୟରୁ ବଳେ ବଳେ ବାହାରିବ, ଉତ୍ତର ବଳେ ବଳେ ବି ବାହାରିବ। ଆଜ୍ଞା, ଏଇଟା ଆଉ ଗୋଟେ ମୋର ଭ୍ରମ ଧାରଣା ରହିଛି ଗୁରୁଜୀ। ଆମର ଯୋଉ ଅଛି ବାସୁଦେବ ସୁତମ ଦେବ କଂସ ଚାରଣ ମର୍ଦ୍ଦନମ ଦେବକୀ ନନ୍ଦନମ ପରମାନନ୍ଦେ କୃଷ୍ଣ ବନ୍ଦେ ଜଗତଗୁରୁ। ବାସୁଦେବ ସୁତଂ ଦେବଂ କଂସ ଚାଣୁର ମର୍ଦ୍ଦନମ ଦେବକୀ ପରମାନନ୍ଦ କୃଷ୍ଣ ବନ୍ଦେ ଜଗତଗୁରୁ। ହଁ, କଣ ହେଲା? କୃଷ୍ଣ ଯୋଉ କୃଷ୍ଣ ବନ୍ଦେ ଜଗତ ମାନେ ଜଗତ ଗୁରୁ ହଉଛନ୍ତି କୃଷ୍ଣ। ମାନୁଛନ୍ତି, ବହୁତ ଲୋକ ମାନୁଛନ୍ତି, ଆକୁ ତ କେହି କାଟି ପାରିବେନି। ଆମେ ଯଦି ଗୋଟେ ସାଧାରଣ ଧର ଆମ ପାଖରେ ଜଣେ ଗୁରୁ ରହୁଛନ୍ତି, ଦିବ୍ୟ ପୁରୁଷ ରହୁଛନ୍ତି, ମଣିଷ ଖାଇପାରୁନି, ଝାଡା ଯାଉଛନ୍ତି, ଭଲ ମାନେ ଆମ ଘର ବାଟେ ଯାଉଛନ୍ତି, ସବୁବେଳେ ଚାଉଳ ନଉଛନ୍ତି, ଏଠୁ ଦୋକାନକୁ ଯାଉଛନ୍ତି, ଖାଉଛନ୍ତି, ପିଉଛନ୍ତି, ଭଲ ରହୁଛନ୍ତି। ତାଙ୍କ କଥାକୁ ମୁଁ ଧର ମାନିଲା ବେଳେ ଯଦି ମୁଁ ଦେବକୀ ଯୋଉ କୃଷ୍ଣ ବନ୍ଦେ କୃଷ୍ଣଙ୍କୁ ଅସମ୍ମାନ ହେଇଯିବନି? ନାଇଁ, ଏଗୁଡା ସବୁ ଭୁଲ ଧାରଣା, ସବୁ ଚିନ୍ତାଧାରା ସବୁ। କହୁଛି ନା ନା, ସେ କୃଷ୍ଣକୁ ସେଇପା ଜଗତ ଗୁରୁଙ୍କୁ ନେଇକି ଦର୍ଶେଇବେ, ଜଗତ ଗୁରୁଙ୍କର ସନ୍ଧାନ ଦେବେ। ସପ୍ତମ ଶ୍ରେଣୀ ମାଷ୍ଟରଟା ତମ କଲେଜ ମାଷ୍ଟର ପାଖରେ ନେଇ ପହଞ୍ଚେଇବନି?
ବାସ୍ ତେଣୁ କଲେଜ ମାଷ୍ଟର ଯଦି କୃଷ୍ଣ ଯଦି କଲେଜ ମାଷ୍ଟର ହୁଅନ୍ତି ସପ୍ତମ ଶ୍ରେଣୀ କି ଶିଶୁ ଶ୍ରେଣୀ ମାଷ୍ଟର ହଉଛନ୍ତି ଆମ ଗୁରୁ, ତେଣୁ ଏଇ ଗୁରୁଙ୍କୁ ଧଇଲେ ସିଏ ଆମକୁ ନେଇ ସେଠି ପହଞ୍ଚେଇ ବାସ୍ ବାସ୍ ସେ ବାଟ ନେଇ ଧୀରେ ଧୀରେ ତାପରେ ଆଉ ଗୋଟେ ଗୁରୁକୁ ଦବ, ଆଉ ଗୋଟେ ଗୁରୁକୁ ଦେଇ ଲିଙ୍କ କରିଦବ ପୁରା। ବାସ୍ 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 ଠିକ କଥା କହିଛନ୍ତି, ପୁରା ବଢିଆ କଥା। ସବୁ କ୍ଲିୟର ମୋର ହେଇଗଲା, ଆଉ କିଛି ଦରକାର ନାହିଁ, ସବୁ କ୍ଲିୟର ହେଇଗଲା। ଆପଣ ଦେଖ ମୁଁ ଟିକେ ନମସ୍କାର ଆପଣଙ୍କୁ କରେ, ମୋର ସେତିକି ଆଉ ମୋର ଆଉ କିଛି ଦରକାର ନାହିଁ। ମୁଁ ଖାଲି ନମସ୍କାର, ଗୋଡ ଧୋଇ ନମସ୍କାର ଥରେ ଖଣ୍ଡେ ଖାଲି ଯୋଉଦିନ ଯାଇ କରିବି, ମୋର ସବୁ ସେତିକିରେ ମୋ ଜ୍ଞାନ ହେଇଯିବ ଦରକାର। ଆପଣ ମତେ କହିବାରେ ବି ନାହିଁ, ମୁଁ ଶୁଣିବାରେ ବି ନାହିଁ, ସେତିକିରେ ମୋ ବୁଦ୍ଧି ହେଇଯିବ। ଆଜ୍ଞା ନମସ୍କାର ଗୁରୁଜୀ। ଆଜ୍ଞା।